1999 ତୁଙ୍ଗନା ଚତୁର୍ବେଦୀ ମଥୁରା ରେଲୱେ ଷ୍ଟେସନରୁ ମହାରଦବା ଯିବା ପାଇଁ ଦୁଇଟି ଟିକଟ କାଟିବା ପାଇଁ ଟିକଟ କ୍ଲର୍କକୁ 100 ଟଙ୍କା ଦେଇଥିଲେ। ହେଲେ ଦୁଇଟି ଟିକଟର କଷ୍ଟ ହେଉଛି 70 रुपीज କିନ୍ତୁ ଏକ୍ସଟ୍ରା 20 ଟଙ୍କା ଚାର୍ଜ କରିଥିଲେ। ହେଲେ ଚତୁର୍ବେଦୀ କାହିଁକି ଏହି ଏକ୍ସଟ୍ରା 20 ଟଙ୍କା ଚାର୍ଜ କଲା ବୋଲି ସେଠାରେ ଥିବା ଅଫିସର ମାନଙ୍କୁ ପ୍ରଶ୍ନ କରିବାରୁ ତାଙ୍କେ କିଛି ବି ଆନ୍ସରଟି ଦେଲେ ନାହିଁ। ଏହା ପରେ ଚତୁର୍ବେଦୀ ସେଠାରେ ଥିବା କନଜ୍ୟୁମର କୋର୍ଟରେ ଏହି ଇଣ୍ଡିଆନ ରେଲୱେ ଡିପାର୍ଟମେଣ୍ଟ ଏବଂ ସେଠାରେ ଥିବା ଟିକଟ କ୍ଲର୍କ ଉପରେ କେସ୍ଟି ଫାଇଲ କରିଥିଲେ। ହେଲେ ଆପଣମାନେ ଭାବିଥିବେ ଏହି କେସ୍ଟି ଅଳ୍ପ କିଛି ଦିନ ମଧ୍ୟରେ ସଲ୍ଭ ହୋଇଯିବ, କିନ୍ତୁ ଏହି କେସ୍ଟି ସଲ୍ଭ କରିବା ପାଇଁ ଆମର ଇଣ୍ଡିଆନ କୋର୍ଟକୁ ପାଖାପାଖି 22 ବର୍ଷ କାଳ ଲାଗିଛି। ରିସେଣ୍ଟଲି 2022ରେ ଚତୁର୍ବେଦୀଙ୍କ ଫେଭରରେ ଇଣ୍ଡିଆନ କୋର୍ଟଟି ଜଜମେଣ୍ଟ ଦେଇଥିଲା, ଯାହାକି ଚତୁର୍ବେଦୀଙ୍କୁ ଆସିବାକୁ ଥିବା 20 ଟଙ୍କା ବଦଳରେ ଏକ୍ସଟ୍ରା 12% ଇଣ୍ଟରେଷ୍ଟ ମିଶାଇ ମୋଟ 15,000 ଦେବା ପାଇଁ ଆମର କୋର୍ଟଟି ଜଜମେଣ୍ଟ ଦେଇଛି। ଦିସ୍ ଇଜ୍ ଆୱାର ଇଣ୍ଡିଆନ କୋର୍ଟ।